भगवते वासुदेवाय। नारायणं नमस्तुत्यं नरं चैव नरोत्तमं देवी सरस्वती व्यासं तज्जयमुदीरयेत्। मूकं करोति वाचालं पङ्गुलघयते गिरिं यत्कृपातमहं वन्दे परमानन्दमाधवम्। भागवत महापुराण प्रथम स्कंद चतुर्दश अध्याय। सूत उवाच अर्जुन राजार वचने कला जे द्वारका भुवने बंधु बांधव दृष्टि आसे स्नेह जड़ित मोह पासे माया मनुष्य रूपे हरि छद्र में गृह बास करी संसार जार खेल घर ब्रह्मा शंकरे अगोचर विचार तार जानिबारे मिलिले द्वारका नगरे केते हे दिन तहीं रही कृष्णर पदे चित देई एमंते गला मास केते चंचल युधिष्ठिर चिते अर्जुन न मिलिला पासे घोर अद्भुत देखि त्रासे कालर गति विपरीत अधर्मे प्राणी कर चित्त पाप आचार कले दम्भे चंचित काम क्रोध लोभे मित्र सुहृद सठमती पिता माता जे भ्राता ज्ञाति स्वामी भारी जा पुत्र मेले ध्वनि से उठोई कंदले निरते अरिष्ट सूचक प्रकाश होइला अनेक पाप प्रकृति प्राणीकर देखि चकित नृपवर भीमसेन को राई पासे कहन्ति आत्मार विश्वासे युधिष्ठिर उवाच अर्जुन द्वारका भुवने कला बांधव दर्शने कृष्ण महिमा कृष्ण संगे जानिबा पाई मन रंगे एबे शपथ मास गला तेबे हे अर्जुन नइला किबा केवल विपरीत तेणु चंचल मोर चित्त कि हेतु मोर पास छाड़ी अर्जुन रहे लोभ बढ़ी एहा तो जानी न पारई भये व्याकुल मोर देही नारद कही गले मते से काल हेला बा प्रापते क्रीड़ा शरीर उच्छन किए बाइछिले भगवान हरि स्नेह अप्रमादे मुझे बसिली राजपदे द्वार संपद प्राण मोर सर्वमंगल दामोदर सकल राजा मोर पादे खटंती जाहार प्रसादे ताहार भले भल मोर से हरि शरण सोदर देख प्रत्येखे बृकदर दिश आकाश अंधकार त्रिविध उत्पात गगने तेणु संशय मोर मने भूमि आकाश प्राणी मन भये कंपति छन छन मोहर मन बुद्धि चिते कंपे कदली जेने बाते उरुलोचन बाहुमान बामे कंपति घन घन भये कंपई मो शरीर देख प्रत्येखे बृकदर एरिष्ट सूचक स्वभाव एसे निकटे दुख देव रवि उदय काले आसी शृगाल जुथे जुथे बसी पूर्व दिग को मुख करी बदनु अनल उद्गारी करन्ति भयंकर नाद एसे सूचक परमाद कुकुर मोर मुख चाही निर्भय रोदन करई शृगाले मोर बाम भागे
ବେଗେ ପଳାନ୍ତି ଦକ୍ଷ ମାର୍ଗେ। ଆବର ଶୁଭ ପଶୁ ଯେତେ ମତେ ଭ୍ରମନ୍ତି ବିପରୀତେ। ଏ ମୋର ଗଜ ଅଶ୍ଵ ଯେତେ ମତେ ଚାହାନ୍ତି ଅଶ୍ରୁ ନେତ୍ରେ। ଯମର ଦୂତ ପ୍ରାୟ ଆସି ଉଲୁକେ ମୋର ଆଗେ ବସି। ଶବଦେ କମ୍ପାନ୍ତି ମେଦିନୀ ମୋର ଚାହାନ୍ତେ ନୁହେଁ ତୁନି। ପ୍ରତି ଉଲୁକ ମୁଖ ରାବେ ରାବଇ ଭୟଙ୍କର ଭାବେ। ଏହାଙ୍କ ରାବେ ଶୂନ୍ୟମହି ପ୍ରଜାଏ ନ ରହିବେ କେହି। ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ପ୍ରାୟ ମହି ଦିଶେ। ପର୍ବତ ତୁଲେ ବସୁନ୍ଧରୀ କମ୍ପଇ ଘୋର ନାଦ କରି। ନିର୍ମେଘେ ନିଘାତ ଶୁଭଇ ବିଜୁଳି ତେଜ ଝଟକଇ। ବାୟୁ ବହଇ ଖରତର ଧୂଳିରେ ଦିଗ ଅନ୍ଧକାର। ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ସର୍ବଦିକେ। ସୂର୍ଯ୍ୟର ଦେହେ ନାହିଁ ତେଜ ଦେଖ ଆକାଶେ ଗ୍ରହ ଯୁଝ। ଦିଗେ ଦିଶନ୍ତି ଭୂତ ଗଣେ ଚେହ୍ନେ ପୂରିତ ଅଗ୍ନି ବାଣେ। ক্ষোভিত দিশে নদী নদ କରନ୍ତି ସିନ୍ଧୁ ପ୍ରାୟ ନାଦ। ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୂରିତ ଜଗତେ। ଅନଳ ଲିଭେ ଘୃତ ଧାରେ ଆଳକି ପ୍ରବେଶ ସଂସାରେ। ପଶ୍ଚାନ କରେ କ୍ଷୀର ପାନ ପାବନ ଦିଅନ୍ତି କ୍ଷୀର ଦାନ। ତୃଣନ ଚରି ଅଶ୍ରୁ ମୁଖେ ବୃଷଭ ବୁଲେ ମନ ଦୁଃଖେ। ହରସେ ନ କରନ୍ତି ନାଦ ଦେଖ ଅଦ୍ଭୁତ ପରମାଦ। ଦେବତା ପ୍ରତିମା ଚଞ୍ଚଳେ ରୋଦନ୍ତି ତନୁ ଘର୍ମ ଝଳେ। ଏ ଜନପଦ ଗ୍ରାମ ମାନ ନଗର ଆବର ଉଦ୍ୟାନ। ବନ ଆଶ୍ରମେ ଯେତେ ଜନେ ମୁହିଁ ଯା ଦେଖଇ ନୟନେ। ସର୍ବେ ଦିଶନ୍ତି ହତ ଶିରି ଚଳ ଚଞ୍ଚଳ ବନଗିରି। ବାହ୍ୟ ଅନ୍ତର ସର୍ବ ଚାହିଁ ମୁହିଁ ହେମନ୍ତ ବିଚାରଇ। ଶ୍ରୀକୃଷ୍ଣ ପାଦ ଲାଗି ମହି ଅତି ସୁନ୍ଦର ବିରାଜଇ। ସେ ପାଦ କିବା ଶୂନେ ଗଲା ଅବନେ ଏମନ୍ତ ଦିଶିଲା। ସୂତ ଉବାଚ ଏମନ୍ତ କହୁଁ ଭୀମ ଆଗେ ଧର୍ମନନ୍ଦନ ଉଦ୍ବେଗେ। ଭये କମ୍ପନ୍ତି ଛନ ଛନ ଦକ୍ଷିଣେ ମିଳିଲା ଅର୍ଜୁନ। ରାଜା ଚରଣ ତଳେ ପଡ଼ି ଅଜ୍ଞାନେ ନମସ୍କାର ହୁଡ଼ି। ଲୋଚନୁ ବହେ ଅଶ୍ରୁ ଜଳ ଦେହେ ବ୍ୟାପିତ ଶର୍ମଝାଳ। ଅର୍ଜୁନ ଦେଖି ଧର୍ମସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ। ନିସ୍ତେଜ ଦେଖି ତାର ଗାତ୍ର ବ୍ୟାକୁଳେ ହୃଦୟ କମ୍ପିତ। ବନ୍ଧୁ ସୁହୃଦ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ। ନାରଦ ବଚନ ସୁମରି ଅନ୍ତରେ ଚିନ୍ତି ନରହରି। ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଦନେ ନୃପମଣି। ଯୁଧିଷ୍ଠିର ଉବାଚ ଶୁଣ ଅର୍ଜୁନ ସାବଧାନେ। ଦ୍ୱାରକାପୁରେ ବନ୍ଧୁ ଜନେ ସୁଖେ ଅଛନ୍ତି ନା ସମସ୍ତେ। ଯାଦବ ବଂଶ ଯେ ଶପତେ ସୁର ମୋହର ମାତାମହ। ସେ ଭଲେ ଅଛନ୍ତି କି କହ। ମାତୁଳ କ୍ରୂର ତୁଲେ ସୁଗୃହେ ଅଛନ୍ତି ନା ଭଲେ। ଦେବକୀ ଆଦି ପତ୍ନୀ ଯେତେ ସୁଖେ ଅଛନ୍ତି ନା ସମସ୍ତେ। ଦେବକ ଉଗ୍ର ସନେ ଦୁଇ ଭଲେ କିଛନ୍ତି ବେନି ଭାଇ। ଗଦ ସାରଣ ଜୟନ୍ତନ ଏ ଆଦି ମାତୁଳ ନନ୍ଦନ। ସାମ୍ବସାଥୀ କି ହଳଧର କହ କୁଶଳ ତାହାଙ୍କର।
ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ। ତାର କୁମାର ଅନିରୁଦ୍ଧ ଅତି ଗମ୍ଭୀର ସୁରଯୋଧ। ସୁଷେଣ ସୌମିତ୍ର ସହିତେ ଭଲେ କିଛନ୍ତି କୃଷ୍ଣ ସୁତେ। ଋଷଭ ଆଦି ମହାବୀରେ ସୁଖେ ଅଛନ୍ତି ନାନକରେ। ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନା ସମସ୍ତେ। ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଭଦ ମନ୍ତ୍ରୀର ସಮೇତେ। ରାମ ଗୋବିନ୍ଦ ଭୁଜାଶ୍ରିତେ ସର୍ବେ ଅଛନ୍ତି ଟିକେ ସୁସ୍ଥେ। ନିଶ୍ଚିନ୍ତେ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି। କରୁଣା ସିନ୍ଧୁ ନନ୍ଦବାଳ ବ୍ରହ୍ମଣ୍ୟ ଭକତ ବତ୍ସଳ। ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମରାଶି। ଲୋକ ମଙ୍ଗଳ କ୍ଷେମ ଅର୍ଥେ ଯାହାର ଜନ୍ମ ଏ ଜଗତେ। ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ। ଯାହାର ଭୁଜ ଆଶ୍ରେ କରି ଯାଦବେ ବିଷ୍ଣୁ ତେଜ ଧରି। ମହାପୁରୁଷ ଯୋଗ ବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ। ଯାର ଚରଣେ ସେବା କରି 16,000 କୃଷ୍ଣ ନାରୀ। ସତ୍ୟର ଛଳେ ଇନ୍ଦ୍ର ଜିଣି ନନ୍ଦନ ବନୁ ଚକ୍ରପାଣି। ଲୀଳାରେ ଜିଣି ସଚିନାଥ ବଳେ ଉପାଡ଼ି ପାରିଜାତ। ଯାହା ବେଳ ସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜେ ହରି। ସହସ୍ରେ ଶାଖା ପରିମାଣି ନାରୀଙ୍କି ଦେଲେ ଚକ୍ରପାଣି। ଯାହାର ଭୁଜ ଦଣ୍ଡ ବଳେ ଯଦୁ ପ୍ରବୀରେ ମହି ତଳେ। ନିର୍ଭୟେ ଜଗତେ ଭ୍ରମନ୍ତି ପାଦେ ସୁଧର୍ମା ଆକ୍ରମନ୍ତି। ହେ ଭ୍ରାତ ଶୁଣ ମହାଭୁଜ ତୁମତେ ଦିଶୁ ହତ ବୀର୍ଯ୍ୟ। ଲିଭିଲା ବସ୍ତୁ କେଣେ ଗଲା ତତେ ଅବଜ୍ଞା କେହୁଁ କଲା। ଚିର ପ୍ରବାସେ ଦୁଃଖ ଚିନ୍ତା ତେଣୁ ବଦନ ମଳିନତା। କେବା ଭର୍ସନା ଅମଙ୍ଗଳେ ତତେ ସମ୍ପିଲା ବାକ୍ୟ ବେଳେ। ଅର୍ଥି ପ୍ରାଣୀଙ୍କୁ ଦେବା କଲୁ ମାଗନ୍ତେ କିଅ ବା ନ ଦେଲୁ। ବୃଦ୍ଧ ବ୍ରାହ୍ମଣ ନିରିମାଖି ସ୍ତ୍ରୀ ବାଳକ ଗୋରୁ ଦୁଃଖୀ। ରୋଗ ପୀଡ଼ନ୍ତେ ଯେ ରୋଦନ୍ତି ଯେ ଅବା ଶରଣ ପଶନ୍ତି। ଏହାଙ୍କୁ ଦୟାବାନ କଲୁ ତେଣୁ ତୁ ଅଶୁଭ ଦିଶିଲୁ। ଅଜ୍ଞାନ କଲୁ ବାଗମନ କିବା ହରିଲୁ ସ୍ତ୍ରୀ ଜନ। ମାର୍ଗେ ଆସନ୍ତେ ତୁ ଚଞ୍ଚଳେ କେବା ଜାଣିଲା ତତେ ବଳେ। ବାଳକ ବୃଦ୍ଧ ନ ଭୁଞ୍ଜଇ ଅଗ୍ରେ ଭୁଞ୍ଜିଲୁ ଅବା ତୁହି। କିବା ନିନ୍ଦିତ କର୍ମ କଲୁ ତେଣୁ ତୁ ଏମନ୍ତ ଦିଶିଲୁ। ଅତିଥି ଭୃତ୍ୟ ଗର୍ଭ ନାରୀ କନ୍ୟା ବା ଭୋଜନ କରି। କିବା ତୋ ଜୀବନ ଠାକୁର ଗୋବିନ୍ଦ ହୋଇଲେ ଅନ୍ତର। ତାହାର ଶୂନ୍ୟ ଶୂନ୍ୟ ତୁହି ଏମନ୍ତ ପ୍ରାୟ ମୋ ମଣଇ। ତୋ ମନ ଦୁଃଖ ଏହା ବିନେ କେବେ ହେନ ଘଟେ ମୋ ମଣେ। ହରିଚରିତ ସୁଧାବାଣୀ ଶୁଣି ସଂସାରୁ ତୋର ପ୍ରାଣୀ। କହଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ପ୍ରଥମସ୍କନ୍ଧେ ଯୁଧିଷ୍ଠିର ବିତର୍କ ନାମ ଚତୁର୍ଦଶ ଅଧ୍ୟାୟ।